ବର୍ଷକୁ ପାଖାପାଖି ଆପଣଙ୍କର ଫାର୍ମରେ ମୋର 5 ଏଥିରେ ପାଖାପାଖି ଖର୍ଚ୍ଚ ବର୍ଚ୍ଚ ଯାଇକି ସେଟାରେ 3 ଲକ୍ଷ ଏଭବ ହୁଏ। ଆଉ ପୋଖରୀରେ ଆପଣଙ୍କର ଏଟା ମୋ ନିଜସ୍ୱ ପୋଖରୀ, ଏଟା ନାହିଁ ଆମର କାହାକୁ ଦବାର ନାହିଁ। ଏଟାରେ ପାଖାପାଖି ମୋର ବୋଧେ 3 ଲକ୍ଷ ଭଳିଆ ଟଙ୍କା ହୁଏ। ତାପରେ ମାଛ ଚାଷ ଏବଂ ବ୍ରଏଲର ଫାର୍ମ ଯୁବକଙ୍କୁ କରିଛି ଲକ୍ଷ୍ୟପତି। ବାଲେଶ୍ୱର ଜିଲ୍ଲା ସିମୁଳା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଅଁରପୁର ଗ୍ରାମର ଜ୍ୟୋତି ରଞ୍ଜନ ଦାସ, ଯିଏକି 2019 ମସିହାରେ ପ୍ରଥମେ ଏକ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିବା ସହ ବ୍ରଏଲର ଚାଷ ମଧ୍ୟ ଆରମ୍ଭ କରିଥିଲେ। ଏଥିରୁ ଭଲ ରୋଜଗାର ହେଉଥିବାରୁ ଫାର୍ମ ଏବଂ ପୋଖରୀ ସଂଖ୍ୟା ବୃଦ୍ଧି କରିଥିଲେ। ତାଙ୍କ ସହିତ କଥା ହେବା ଏବଂ ଜାଣିବା ଯେ ସେ କାହିଁକି ଏଥିପ୍ରତି ମନ ବଳାଇଲେ ଏବଂ କିଭଳି ଭାବରେ ଏ ଶୀତ ଦିନରେ ବ୍ରଏଲର କୁକୁଡ଼ା ଏବଂ ମାଛମାନଙ୍କର ଯତ୍ନ ନେଉଛନ୍ତି। କ'ଣ କ'ଣ ସବୁ ଚାଷ କରୁଛନ୍ତି? ମୋର ଆଜ୍ଞା 2ଟା ପୋଲ୍ଟ୍ରି ଫାର୍ମ ଅଛି, ଆଉ 5ଟା ପୋଖରୀ ଅଛି। ଏଇ ଚାଷ ଚାଲିଛନ୍ତି, 2 ଜଣ ଲୋକ ଅଛନ୍ତି, ଆଉ ଚାଲିଛି ଆଉ। କେତେ ବର୍ଷ ହେଲା କରନ୍ତି? ଏଇଟା ମୋର ପାଖାପାଖି 5 ବର୍ଷ ପରେ ହେବ। ଫାର୍ମ ମଧ୍ୟ 5 ବର୍ଷ, ପୋଲ୍ଟ୍ରି ଫାର୍ମଟା 5 ବର୍ଷ ହେବ, ପୋଖରୀ ମଧ୍ୟ 5 ବର୍ଷ। ମୁଁ ନିଜେ କରୁଛି। ଏଥର ଆଉ ଜଣେ ଆମର ପାର୍ଟନର ବି ଅଛନ୍ତି, ଅଛି ସାଙ୍ଗରେ ମିଶିକି କରୁଛୁ। କ'ଣ ସବୁ ମାନେ ବ୍ରଏଲର ନା ଅଲଗା? ସବୁ ଆମର ମୁଁ ସୁଗୁଣା କମ୍ପାନୀରେ କରିଛି, ନିଜସ୍ୱ କରୁଥିଲି। ନିଜସ୍ୱରେ ଲାଭ ଟିକେ ଅଧିକ ହୁଏ, କମ୍ପାନୀରେ ଟିକେ କମ୍ ହୁଏ। ହେଲେ ବି ଆମକୁ ଇନଭେଷ୍ଟ କରତେ ପଡ଼େନି ଆମର ଏଥିରେ କମ୍ପାନୀରେ। ଆଉ ନିଜସ୍ୱ କଲେ ଟିକେ ଅଧିକ ଇନଭେଷ୍ଟ କରତେ ପଡ଼େ। ତେଣୁ କମ୍ପାନୀ ମାଧ୍ୟମରେ ଆମେ କରୁଛୁ। ଆଉ ଆମର ପ୍ରଥମେ ଯେଉଁ ଆପଣଙ୍କର ଯେଉଁ ଛଡ଼ାଯାଏ ଆଗେ ରହିଲା ଆପଣଙ୍କର ଯେଉଁ ଫାର୍ମଟା ରହିଲା, ଆପଣଙ୍କର ଷ୍ଟାର୍ଟିଂଟାକୁ ଆମକୁ ଜଗିତେ ପଡ଼େ। ଯେ ଷ୍ଟାର୍ଟିଂଟା ମାନେ ଆପଣଙ୍କର କୁକୁଡ଼ା ଛାଡ଼ିବାର 15 ଦିନ ପୂର୍ବରୁ ଆପଣଙ୍କର ସେଇ ଯେଉଁ ତଳଟାକୁ ଆମର ଭଲ ଭାବରେ ସଫା କରୁ। ଆପଣଙ୍କର ବ୍ଲିଚିଂ ଦେଉଁ, ଚୂନ ଦେଉଁ, ଫର୍ମାଲିନ୍, କଷ୍ଟିଂ ସୋଡ଼ାରେ ତାକୁ ଆମେ ୱାଶ୍ କରୁ, ଚୂନ ମାରିକି ବ୍ରସ୍ କରୁ। ତା 4 ଦିନ 5 ଦିନ ପରେ ଆମେ ଲିଟର ପକାଉଁ। ଆମେ 2 ଇଞ୍ଚ ଭଳିଆ ଲିଟର ପକାଉଁ। ଲିଟର ଉପରେ ତୁତିଆ ସ୍ପ୍ରେ କରୁ, ଫର୍ମାଲିନ୍ ମଧ୍ୟ ସ୍ପ୍ରେ କରୁ, ଯେମିତି ତାର ଭ୍ୟାକ୍ଟେରିଆ କିଛି ନ ରହିବେ। ତାପରେ ଆପଣଙ୍କର କୁକୁଡ଼ା ଯେତେବେଳେ କମ୍ପାନୀ ଆମକୁ ଦେବ, ଆମେ ପ୍ରତି 400ରୁ 500 କୁକୁଡ଼ା ଛୋଟ ଯେଉଁ ଚିଆଁ ଆସେ, ସେଥିରେ ଆମେ ଗୋଟେ ବୋର୍ଡ଼ିଂ କରୁ। ବୋର୍ଡ଼ିଂରେ ଆମ ଶୀତ ଦିନିଆରେ ଆମେ 6ଟା 7ଟା ବଲ୍ ଦେଉଁ। ଆଉ ଗରମ ଦିନିଆରେ ଆମେ ଏତେ ଦେଉ ନାହିଁ। ଏଥର ଯେଉଁ ଆମର କୁକୁଡ଼ା ଯେଉଁ ଛଡ଼ା ହେଇଛି, ମୋର ଗୋଟେ ଫାର୍ମରେ ହେଉଛି ଆପଣଙ୍କର 3300 କୁକୁଡ଼ା ଆସିଥିଲା, ଆଉ ଗୋଟେ ଫାର୍ମରେ 2600 କୁକୁଡ଼ା ଆସିଲା। ଏଇ ଯେଉଁ 3300 କୁକୁଡ଼ାଟା ଏବେ ଯେଉଁ ଅଛି, ଆଜି ତାର ହେଉଛି 35 ଦିନ ହେଲା। ସେ ପାଖାପାଖି ଆପଣଙ୍କର ବୋଧେ 3400ରୁ ନା ଆମର 2400ରୁ 2500 ଭଳିଆ ଆଭରେଜ୍ ଆସିବ। ଆଉ ଏଥିରେ ବି ଭଲ ବଢ଼ିଛନ୍ତି। ଶୀତରେ ଟ୍ରିଟମେଣ୍ଟ ଅବଶ୍ୟ ଠିକ୍ଠାକ୍ ଅଛି। ଆପଣଙ୍କର ପ୍ରଥମେ ଯେଉଁ ଛାଡ଼ିବେ ଆମର ସେ ବୋର୍ଡ଼ିଂରେ, ଆପଣଙ୍କର ପ୍ରଥମେ ଯେଉଁ ବୋର୍ଡ଼ିଂଟା ହେଲା, ସେ ପ୍ରତି 100 ବାର୍ଡ଼ରେ ଆମେ 4ରୁ 5ଟା ଲେଖା ଫିଡ଼ର, ଡିଙ୍କର ସବୁ ଦଉଁ। ତାର ଆମର ନିହାତି 10 ଦିନ ତାକୁ ଆମକୁ ଜଗିତେ ପଡ଼େ, କାହିଁକିନା 10 ଦିନଟା ନିହାତି ଆବଶ୍ୟକ। 10 ଦିନ ଭିତରେ ଯଦି ଆମେ 200 ପ୍ଲସ୍ କରୁ, ତାର ଆପଣଙ୍କର ଡିଜିଜ୍ କିଛି ରହିବ ନାହିଁ। ତାପରେ ଆପଣଙ୍କର ରହିଲା 7 ଦିନ ପରେ, ଆପଣଙ୍କର 3 ଦିନ ପରେ ଆପଣଙ୍କର କ'ଣ ହେବ ନା, ଆପଣଙ୍କର ଯେଉଁ ବୋର୍ଡ଼ିଂଟା ହେଇଥାଏ, ରାଉଣ୍ଡିଂ ହେଇଥାଏ, ସେଟାକୁ ଖୋଲାଯାଏ। ଖୋଲା ଯାଇକି ଆପଣଙ୍କର ପିଲାଙ୍କୁ ଯେଉଁ ଛୁଆଙ୍କୁ ଟିକେ ଜାଗା ଦେବା ପାଇଁ ପ୍ରେସ୍ ଟିକେ କରାଯାଏ। ତାପରେ ପ୍ରତି ସେଗୁଡ଼ା ଟାୟାର ଫିଡ଼ର ବି ଲାଗେ। ସଫିସିଏଣ୍ଟ ଗୁଡ଼େଇବା ଦରକାର, ସଫିସିଏଣ୍ଟ ଖାଇବା ଦରକାର। ଆଉ ସେ ଯେଉଁ 7 ଦିନ ପର୍ଯ୍ୟନ୍ତ ଯେଉଁ ବାଡ଼, ସେଟାକୁ ସଫିସିଏଣ୍ଟ ଗୁଡ଼େଇବା ଦରକାର, ଖାଇବା ଦରକାର। ଯେତେ ଦାନା ଖାଇବେ ବଡ଼ି ୱେଟ୍ ସେତେ ହେବ। ଆଉ ତେଣୁ ତାପରେ ଆପଣଙ୍କର ରହିଲା 10 ଦିନ ପରେ ଯେଉଁ ରହିଲା 7 ଦିନରେ ଆମେ ଭ୍ୟାକ୍ସିନ୍ କରୁ। ପ୍ରତି ଆଖିରେ ଆମେ ଭ୍ୟାକ୍ସିନ୍ କରୁ। ଯଦି ଆପଣଙ୍କର ଆବଶ୍ୟକ ପଡ଼ିଲା ଆମେ ଜେଣ୍ଟା ବି ଦେଉଁ, ଆବଶ୍ୟକ ପଡ଼ିନାହାନ୍ତି ଯଦି ୱିକ୍ ବାର୍ଡ଼ ପଡ଼ିଲା ଦେଉଁ। ତାପରେ ଆପଣଙ୍କର 15 ଦିନରେ 7 ଦିନ ପରେ ଆପଣଙ୍କର ହେଉଛି 14 ଦିନରେ ଆମେ ମଧ୍ୟ ଗୋଟେ ଭ୍ୟାକ୍ସିନ୍ ଦେଉଁ। ଆଉ 21 ଦିନରେ ଗୋଟେ ଭ୍ୟାକ୍ସିନ୍, 3ଟା। ଏ ଭ୍ୟାକ୍ସିନ୍ଟା ଦେଲେ ଆପଣଙ୍କର ରୋଗ ପ୍ରତିରୋଧକ ଅଟକେଇବ। ଯେମିତି ଆପଣଙ୍କର ମଝିରେ କରୋନା ଯେଉଁ ରଙ୍ଗ ରହିଥିଲା, ଆମର ଭ୍ୟାକ୍ସିନ୍ ନେଉଥିଲେ, ଏଙ୍କର ସେରকম କରୋନା ଟାଇପ୍ରେ ଏଟା ଭ୍ୟାକ୍ସିନ୍ଟା ନିହାତି ଆବଶ୍ୟକ। 3ଟା ଭ୍ୟାକ୍ସିନ୍ ଦିଆଯାଏ। 3ଟା ଭ୍ୟାକ୍ସିନ୍ ପରେ ଆଉ ଗୋଟେ ରହିଗଲା ଆପଣଙ୍କର 30 ଦିନ କତରୁ ମଧ୍ୟ ସେ 10 ଦିନ ଆମକୁ ଜଗିତେ ପଡ଼ିବ। এটা ନିହାତି ଆବଶ୍ୟକ। ତେଣୁ ସେ ନଦେଲେ ଆପଣଙ୍କର ବଡ଼ି ୱେଟ୍ ଅଧିକ ହେଲେ, ଦାନା ଶୀତ ଦିନିଆରେ ଦାନା ଖାଇବେ, ପାଣି ପିଇବେ ନାହିଁ। ଆମେ କ'ଣ କରୁ ନା, ପାଣି ଆମର 4ଟା ବେଳେ ପାଣି ଦେଉଁ, କମ୍ ପାଣି ଦେଉଁ। ଆପଣଙ୍କର ଫେରେ 10ଟା 11ଟା ରାତିରେ ଆମେ ଆଉଥରେ ପାଣି ଦେଉଁ। କାହିଁକିନା ଯେତେ ଗରମ ପାଣି ପିଇବେ କୁକୁଡ଼ା ଗୁଡ଼ା, ଗରମ ପାଣି ଦେବେ, ସେତେ କୁକୁଡ଼ା ଗୁଡ଼ା ଅଧିକ ପାଣି ପିଇବେ। ପାଣି ଅଧିକ ପିଇଲେ ଆପଣଙ୍କ ଦାନାଟା ଯେଉଁ ଖାଇବେ ହଜମ ହେବେ, ବଡ଼ି ୱେଟ୍ ମଧ୍ୟ ଅଧିକ ହେବ। ଯଦି ଆମେ ପାଣି ତାଙ୍କୁ ନ ଦେବା, ଥଣ୍ଡାରେ ପାଣି ପିଇବା ପାଇଁ ସେମାନେ ଆଗ୍ରହ କରିବେ ନାହିଁ। ତେଣୁ ସେ ଦାନା ଖାଇବେ, ମୋର୍ଟାଲିଟି ହେବ। ତେଣୁ ଏଥର ଆମର ପାଖାପାଖି ମୁଁ ଭାବୁଛି ପାଖାପାଖି ଏଇ ଯେଉଁ ଫାର୍ମଟାରେ 3300 କୁକୁଡ଼ା ଅଛନ୍ତି, ମୋର ମାତ୍ର ହେଉଛି 25ଟା ମୋର୍ଟାଲିଟି ହେଇଛି। ଆଉ ସବୁ ରେଷ୍ଟ କୁକୁଡ଼ା 200 ଆମର 3295 ପିସ୍ ଦେଇଥିଲେ, 20ରୁ 25ଟା ଖଣ୍ଡେ ମୋର୍ଟାଲିଟି ହେଇଛି, ଆଉ ସବୁ ରହିଛନ୍ତି। ଏଥର ପାଖାପାଖି ମୁଁ 70ରୁ 80 ହଜାର ଟଙ୍କା ଭଳିଆ ମୁଁ ପାଇମି।
आरपट फार्मटा रहीगला मोर आज 17 दिन है आज 950 ग्राम बॉडी वेट अच्छी तादर मात्र हूँ 6टा मोर्टालिटी होती आउ मोर्टालिटी है ना से ठीक अच्छे एतर आमर जहाँ जमी जो हिसाब से मैनेजमेंट करवा कथा अच्छा सुपरवाइजर ठीक टाइम आम से जगेचु आम गोटे सीजन आम 5 थर गोटे वर्ष भितर आम 5 थर छाड़ू 2 थर टी रेजल्ट टी भल हुए ना कहीं गरमटा आउ जो रहा 3 बैच भल रेजल्ट हुए पाखापाखि मोर यहाँ 6000 कैपेसिटी मु 6000 पाखापाखि मु लक्षे टंका भाया पाए 90,000 लक्षे लक्षे 20 हास्ट पाई लक्षे 45 40 रंगर पाई ए बैचटा पाखापाखि लक्षे भाया टंका हम चली आउ रहीगला आपंकर जो माछ मोर 5टा पोखरी से 5टा पोखरी मु आज्ञा डिंबु आनिकी छाड़े जाँला मु अधिक टी अधिक लाभ हुए जाँला बिके बड़ माछ बिके मु किले पर्यंत माछ रखे आउ अधिक माछ रखे ना बर्तमान जो 5टा पोखरी पाखापाखि मोर 20 क्विंटाल लेभ माछ अच्छा आपण मैंने देखिपे जो सब माछ सब केमी खेलुंट आउे आप जो नेटिंग बाबद में भाकुड़ बर्तमान मोर 2 किलो 2.5 किलो भाया भाकुड़ अच्छा रुही अच्छा आउ बाहाल सिलर काप अच्छा सब जी जो रंग खोज से रंग भेराइटी चितल अच्छा चितल पाखापाखि 3 किलो 3.5 किलो ओजन मोर पाखापाखि 5 ରୁ 6 प्रकार माछ अच्छा आ सबू पोखरी जो जितटा पोखरी अलग अलग माछ सब रखी जिते जोटा आवश्यक पड़ा मुझे हिसाब से माछ को बिकिकी सेल करे एटा को आज्ञा मु सोर मार्केट रे से आसिक नहीं जाती भद्रक मार्केट रे आसिक नहीं जाती ऑर्डर धराए बाहागर तर एतरे ऑर्डर धरे आउ भद्रक को लेकिन मुझे केतले भी भद्रक नहीं पड़ा जाए मोर गोटे गोटे थर पाखापाखि 5 क्विंटल 7 क्विंटल माछ मुझे जाए नहीं जाए चली वर्ष को पाखापाखि आपंकर फार्म रे मोर 5 एतरे पाखापाखि खर्च वर्च जाए 3 लाख एभव हुए आ पोखरी रे आपंकर एटा मो निजस्व पोखरी एटा नाही हमर काहू दबार नाही एटार पाखापाखि मोर बोधे 3 लाख भाया टंका हुए तापर इन्वेस्ट नहीं कि मु से हिसाब कम इन्वेस्ट करुँच से हिसाब कम पाऊँगी जदि अधिक इन्वेस्ट करती मु अधिक टे पाती किंतु माछ कुकुड़ा ठारू माछ चाष टे अधिक लाभ कुकुड़ारे कहीं कंपानी दाना दब मेडिसिन दब ये दब कस्टिंग हिसाब से आमको दूसरी आम से हिसाब से जो अधिक खर्च कर आम जब निजे इन्वेस्ट करूँ आम जोटा कि 3 लाख टका कहनी से पाखापाखि 5 लाख करूँ कि रिस्क अच्छी कंपानी जिनस रिस्क ना फार्म 2 बंधु मिसी करचु कहीं आप 2 बंधु चाष करने जेहेतु आम आग एक कृषक आम चाष करूँ धानर जेहेतु आमर इनकम टे कमीगला धानर जो आम से चाष बंद करिकी आम बर्तमान पोखरी खोलिकी पोखरी चाष करूँ जेहेतु धान माछ 2 पैसा रोजगार उन्नत माछ धान अपेक्षा उन्नति हो जो आम माछ चाष करूँ आ माछ को 2 पैसा रोजगार करूँ धान निहाती 4-5 लाख वर्ष को आस कुड़ा 3 लाख एभव आस बोल कुड़ा छड़ाई 2टा फार्म कराई 2टा फार्म 6,000 कुकुड़ा छड़ाई ये 40 दिन 40-45 दिन कुकुड़ा उठुंट उठला पर 2 पैसा पाऊँ तादर अधिक लाभ करें नहीं किंतु माछरू अधिक लाभ हुए कुकुड़ा जेहेतु कंपानी जिनसटा ना से नहीं कम लाभ हुए कि माछर अधिक लाभ हुए माछ निजे फाउंडेशन कराई माछर आम 2 पैसा माछ आमर बाहाल अच्छी भाकुर अच्छी रुई अच्छी आमर चितल माछ सी भी अच्छी ये 4-5टा प्रकार माछ अधिक रोजगार दिए आमर दिए भाकुड़ दिए आमर बाहाल दिए ये 2टा से आमर जिनस हूँ कौन रोजगार मान कौन एकाथर के आमर जाल फिटिंग कराला एकाथर 5-6 क्विंटल माल जाए आम भद्रक ऑर्डर आसे सुर ऑर्डर आसे आसला आम से पड़ला से अनुसार रेट अनुसार आम बेपार करूँ 5 वर्ष पाखे